ଘଟୁଛି ତାର ଘର ଘର ଆମ ଏଇ ଦଣ୍ଡା ପଡ଼ିଆରେ ଆଉ କଣ ହେଇଛି ତମର ଆବାସ ନାଇଁ ସେ ଇନକ୍ୱାରି ବାଲା ଆସିଥିଲେ ସେମାନେ ଦେଖିଲି ଯେ ଘର ମୋର ନାହିଁ କିନ୍ତୁ ଘର ଉଠିଛି ବୋଲି ମୁଁ ଶୁଣିଲି ଆଉ ସେଥିପାଇଁ ମୁଁ ତାଙ୍କ ଦେଖିଲି ଆପଣଙ୍କର ଘରର ଫଟୋ ଉଠିଛି କିନ୍ତୁ ଆପଣଙ୍କ ଘର ନାହିଁ। ନାଇଁ ସେଟା ଇନକ୍ୱାରି ହେଲା ବେଳକୁ ଆମର 4 କିଲୋମିଟର ଦୂରରେ ମାନେ ଘରଟା ପଡୁଛି। ସେଟା ତ ମୋ ଘର ନୁହେଁ, ମୁଁ ଯୋଉଠି ଅଛି ସେଇଟା ହଉଛି ମୋ ଘରଟା। ଘର ଫର କିଛି ପାଇଛନ୍ତି? ନାଇଁ ଘର କିଛି ସେମିତି କିଛି ପାଇନି। ତମ ନାଁରେ ଟଙ୍କା ଉଠିଛି? ନାଇଁ ସେଟା ମୁଁ ଜାଣେ ନାହିଁ। ସେମାନେ କହିଲେ ତମ ନାଁରେ 1,20,000 ଟଙ୍କା ଆସିଛି ଆଉ ଏମିତି କହିଲେ। ମୁଁ କହିଲି ମୁଁ ତ ଜାଣିନି ଏ କଥା। ଆମେ ତ ମାନେ ମୁଁ ତ କେବେ ଟଙ୍କା ଉଠେଇବା ପାଇଁ ଯାଇନି କି ମୁଁ କେବେ କାହା ସାଥିରେ ଯାଇନି। ସରକାରଙ୍କୁ ଯୋଉଟା ମୋର ଅଛି ସେଇ ଯୋଉଟା ମୋର ନାହିଁ ସେଟା କେମିତି ସରକାରଙ୍କୁ ହଁ କହିବି କହେ। ଯୋଉଟା କି ମାରେ ମୋର ତ ଘର ନାହିଁ ନା, ଏବେ ମୁଁ ନିଜେ ଯାହା ଯେମିତି କରିକି ଚଳୁଛି ସେଇଥିରେ ଯାହା ହେବ ସରକାର ଯାହା ବୁଝିବେ ଆଉ। କଟକ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମାରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି 150ରୁ ଊର୍ଦ୍ଧ୍ୱ ଆବାସ ଦୁର୍ନୀତି। କୁମାରପୁର ଆବାସ ଦୁର୍ନୀତି ଘଟଣାରେ ଆଠଗଡ଼ ବିଜେପି ନେତା ଅଭୟ କୁମାର ବାରିକ ପ୍ରଶ୍ନ ଉଠାଇ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ। ପ୍ରାୟ 2 ଥର ଆଠଗଡ଼ ବିଡିଓଙ୍କୁ ଦେଖା କରିବା ପରେ ସାଥିରେ ଦୁର୍ନୀତିର ଶିକାର ହୋଇଥିବା ହିତାଧିକାରୀଙ୍କୁ ନେଇ ଲୋକସେବା ଭବନର ଦ୍ୱାରସ୍ଥ ହୋଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ଅଭୟ ବାରିକ। କୁମାରପୁର ସମ୍ପର୍କରେ ଆପଣଙ୍କର ବାରମ୍ବାର ଆହ୍ୱାନ ସାଧାରଣ ଲୋକମାନଙ୍କୁ ଦେଖନ୍ତୁ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର କୁମାରପୁର ପଞ୍ଚାୟତରେ ଯେଉଁଟାକି ଆବାସ ଯୋଜନାରେ କେଳାଙ୍କିରି ହେଇଛି ବା ଦୁର୍ନୀତି ହେଇଛି, ଯେଉଁଟାକି ଆଜି ବି ସତ୍ୟ ଘଟଣାକୁ ଆଧାରିତ କରିକି ଆଜି ଆମ ପଞ୍ଚାୟତ ଡିପାର୍ଟମେଣ୍ଟର ଯିଏ ଅଛନ୍ତି ଆଡ଼ିସନାଲ ସେକ୍ରେଟାରୀ ଗୀତାଞ୍ଜଳି ନାୟକ ଆସିଥିଲେ ଏବଂ ତାଙ୍କ ସହିତ ଆମର ଆଠଗଡ଼ ବ୍ଲକର ବିଡିଓ ସାର୍ ଯାଇଥିଲେ। ଯେଉଁଟାକି ବାସ୍ତବ ଘଟଣା, ଯେଉଁଟାକି ଆବାସ ଯୋଜନାରେ ଯେଉଁଟା କୁହନ୍ତି ଦୁର୍ନୀତି ନୁହେଁ ମହା ଦୁର୍ନୀତି ହେଇଛି। ଏଠାରେ ମୁଖ୍ୟ କଲଫ୍ରିଟ୍ ହେଉଛନ୍ତି ବର୍ତ୍ତମାନ ଯିଏ ଅଛନ୍ତି ବ୍ଲକ ଚେୟାରମ୍ୟାନଙ୍କର ସ୍ୱାମୀ ରଞ୍ଜନ ଆଚାର୍ଯ୍ୟ। ସାଧାରଣତଃ ଆଦିବାସୀ ଲୋକ, ସେମାନେ ଘର କରିନାହାନ୍ତି। ଘର ନାଁରେ ସେମାନେ କମ୍ପ୍ଲିଟଲି 1,20,000 ଲେଖା ଉଠେଇଛନ୍ତି ଏବଂ ଯେଉଁଟା ଜିଓ ଟ୍ୟାଗିଂ କରାଯାଇଛି ଫଟୋ କମ୍ପ୍ଲିଟ୍ ହେଇଛି ବୋଲି, ଯେଉଁଟାକି ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ। 5 କିଲୋମିଟର ଦୂରରୁ ଟ୍ୟାଗିଂ କରାଯାଇଛି। ମାନେ ଘର ଯେଉଁଠି ଥାଏ ତାର ଟ୍ୟାଗିଂ କରାଯାଏ, କିନ୍ତୁ ଘର ସେଠି ନାହିଁ। ଯେଉଁଠିକାର ଲୋକଙ୍କର ବେନିଫିସିଆର ଲୋକଙ୍କର ନାଁରେ 5 କିଲୋମିଟର ଦୂରରେ ଡିଷ୍ଟାନ୍ସରେ ଟ୍ୟାଗିଂ କରାଯାଇଛି। ତାମାନେ ଆପଣ ଚିନ୍ତା କରିପାରନ୍ତୁ କୋଉଭଳି ଭାବରେ ଦୁର୍ନୀତି ହେଇଛି। ଏବଂ ଦ୍ୱିତୀୟତଃ କଥା ହେଲା, ବର୍ତ୍ତମାନ ଯିଏ ବ୍ଲକ ଚେୟାରମ୍ୟାନ ତାଙ୍କର ଯିଏ ସ୍ୱାମୀ ଅଛନ୍ତି ରଞ୍ଜନ ଆଚାର୍ଯ୍ୟଙ୍କର ଭାଇ, ନିଜ ଭାଇ ରଞ୍ଜିତ ଆଚାର୍ଯ୍ୟ ଏବଂ ଦାଦା ପୁଅ ଆଉ 2 ଜଣ ଉପେନ୍ଦ୍ର ଆଚାର୍ଯ୍ୟ ଏବଂ ଆଉ ଜଣଙ୍କ ନାଁ ମୋର ମନ ନାହିଁ, 3 ଜଣଙ୍କ ନାଁରେ ଯେଉଁଟାକି 3,60,000 ଉଠିଛି 1,20,000 କମ୍ପ୍ଲିଟଲି। ଏବଂ ଆଉଟା କ'ଣ କରିଛନ୍ତି, ସେ ଚଞ୍ଚଲ କରିଛନ୍ତି ନିଜ ଘର ହେଉଛି ଶାସନ କିନ୍ତୁ କଣ୍ଟାଣିଆରେ ଦେଖେଇକିନା ପଇସା ଉଠେଇଛନ୍ତି। ଗାଏ ପଟେ କହିବାକୁ ଗଲେ ଆବାସ ଯୋଜନାରେ କୁମାରପୁର ପଞ୍ଚାୟତରେ ମହା ଘୋଟାଲା ହେଇଛି। ଆଠଗଡ଼ ବ୍ଲକରେ 34ଟା ପଞ୍ଚାୟତରୁ ସର୍ବାଧିକ। ଲୋକସେବା ଭବନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ କୁମାରପୁର ଗସ୍ତ କରି ପ୍ରକୃତ ସ୍ଥିତି ଯାଞ୍ଚ କରିଥିଲେ। ପାଖାପାଖି 150ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଆବାସ ଠକେଇ ହୋଇଥିବା ନିଜେ ପଚାରି ବୁଝିଥିଲେ। ପଞ୍ଚାୟତ କ'ଣ ଦେଖିଲେ? ଆମର ତ ତଦନ୍ତ ଚାଲିଛି, ଉଚ୍ଚସ୍ତରୀୟ କମିଟି ଆସିଛନ୍ତି, ସେମାନେ ତଦନ୍ତ କରୁଛନ୍ତି, ତଦନ୍ତ ଚାଲିଛି ଏବେ। ସେଟା ମ୍ୟାଡାମଙ୍କର ତଦନ୍ତ ନ ସରିଲା ପର୍ଯ୍ୟନ୍ତ ସେମିତି କିଛି କହିହେବନି। ତଦନ୍ତ କଲା ପରେ ସେ ଯାହା ରିପୋର୍ଟ ହେବ ସେଇ ଅନୁସାରେ ଆମେ ଯାହା ରିପୋର୍ଟ ଦେଇପାରିବୁ। ଏବେ ମଣିଷ ଘରକୁ ଯୋଉ ବେନିଫିସିଆରୀ ହିତାଧିକାରୀ ମାନଙ୍କର ଘର ଗୋଟେ ଜାଗାରେ ଆଲର୍ଟ ହେଇଛି କିନ୍ତୁ 4 କିଲୋମିଟରରେ ଜିଓ ଟ୍ୟାଗ ଲୋକେସନ ଦେଖାଉଛି। ତେବେ ଏହାକୁ ଆପଣ କିଭଳି ଭାବରେ ଦେଖୁଛନ୍ତି? ଏହାପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଭାଗ ପକ୍ଷରୁ, ପଞ୍ଚାୟତରାଜ ସ୍ଥାନୀୟ ବିଭାଗ ପକ୍ଷରୁ? ଯେହେତୁ ଏଇଟା ତ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି, ତଦନ୍ତକାରୀ ଅଧିକାରୀ ଯାହା ନିଷ୍ପତ୍ତି ନେବେ ସେଇ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆପଣ ଆଉ କିଭଳି ଦେଖିବେ ରାଜଧାନୀଠୁ ମାତ୍ର 40 କିଲୋମିଟର ଦୂରରେ ଏଭଳି ଦୃଶ୍ୟ, ଯାହାକି ଏମିତି ସ୍ଥିତି ବୋଧହୁଏ କେବିକେ ଏରିଆରେ ମଧ୍ୟ ନଥିବ? ସେ ଯେଉଁ ଯାହା ବି ମ୍ୟାଡାମ ଦେଖୁଛନ୍ତି, ଆମେ ତ ତଦନ୍ତରେ ସହଯୋଗ କରୁଛୁ ସମ୍ପୂର୍ଣ୍ଣ। ଆଉ ସହଯୋଗ କଲା ପରେ ଯାହା ବି କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ବି ସମସ୍ତେ ଆମେ ଗ୍ରହଣ କରିବୁ। ଯାହାର ମୂଲ୍ୟ 2 କୋଟି ଟଙ୍କା ହେବ। ସାଧାରଣ ଚାଲିଚଳନ ଓ ସରକାରୀ ବ୍ୟବସ୍ଥା ସମ୍ପର୍କରେ ସଚେତନ ନଥିବା ଗରିବ ଆଦିବାସୀଙ୍କ ନାମରେ ଲୁଟିଥିବା ବ୍ୟକ୍ତିଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚସ୍ତରୀୟ ଅଧିକାରୀ। ଏହି ତଦନ୍ତ ସମୟରେ ଆଠଗଡ଼ ବିଡିଓ, କୁମାରପୁର ପଞ୍ଚାୟତ ପିଇଓ, ଏଡିଓ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଆଠଗଡ଼ରେ ସମବାୟ ଦୁର୍ନୀତି ପରେ ଦେଖିବାକୁ ମିଳିଛି ଏକ ମହା ଦୁର୍ନୀତି। ସେ ଦୁର୍ନୀତି ହୋଇଛି ପୁଣି ଆବାସ ଯୋଜନାରେ। ଆଠଗଡ଼ ବ୍ଲକ ଅନ୍ତର୍ଗତ କୁମାରପୁର ପଞ୍ଚାୟତରେ ପ୍ରାୟ 150ରୁ ଉର୍ଦ୍ଧ୍ୱ ଆବାସର ହୋଇଛି ହରିଲୁଟ। ଏହି ଲୁଟ କରିଛନ୍ତି ଆଠଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଅଧ୍ୟକ୍ଷଙ୍କ ସ୍ୱାମୀ ରଞ୍ଜନ ଆଚାର୍ଯ୍ୟ, ଯାହାକି ଗୋଟେ ଗୋଟେ ପଥର ଟ୍ରିପ୍ ପକାଇ ନେଇଯାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ଅଭିଯୋଗ ଆଠଗଡ଼ ବିଡିଓଙ୍କୁ ଦେବା ପରେ ଆଜି ଆଠଗଡ଼ ବିଡିଓଙ୍କ ସହିତ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଏବଂ ଘରକୁ ଘର ବୁଲି ତଦନ୍ତ ଆରମ୍ଭ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଏହି ରିପୋର୍ଟ ଆସିବା ପରେ ସରକାର କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଠଗଡ଼ କୁମାରପୁରରୁ ମାନସ ରଞ୍ଜନ ସାହୁ, HRTV ଓଡ଼ିଆ।